ସ୍ମରଣ ଶକ୍ତିହୀନତା ଓ ପାଠ ପଢ଼ାରେ ମନ ନ ଦେଉଥିବା ପିଲାମାନଙ୍କର ଅଭିଭାବକମାନେ ବ୍ରାହ୍ମୀ ରସ, ବଚ ଓ କଳା ଗାଈର କ୍ଷୀରରୁ ସଂଗୃହୀତ ଘୃତ ଏହି ସମସ୍ତ ଦ୍ରବ୍ୟକୁ ସଂଗୃହୀତ କରି ଗୋଟିଏ ତମ୍ଭା ଥାଳିରେ ଲେପ ଦିଅନ୍ତୁ ଓ ଏହି ଥାଳିରେ ଅଷ୍ଟଗନ୍ଧ ଦ୍ୱାରା ଓମ୍ ହ୍ରିଂ ଶ୍ରୀଂ କ୍ଲିଂ ବ୍ଲୁଂ ବଦ ବଦ ବାଗବାଦିନୀ ଏହି ମନ୍ତ୍ରଟି ଲେଖନ୍ତୁ। ଲେଖିସାରିଲା ପରେ ଶରତ ପୂର୍ଣ୍ଣିମା ଦିନ ଏହି କ୍ରିୟାଟି କରିବେ। ଏହି ଥାଳିକୁ ନେଇ ଚନ୍ଦ୍ରର ପ୍ରକାଶ ଆଲୁଅରେ ରଖନ୍ତୁ ଓ ପ୍ରତ୍ୟେକ ଦିନ ପିଲାକୁ ଏହି ଥାଳିରୁ କିଛି କିଛି ସେହି ଲେପ ପୋଛି ଚଟେଇ ଦିଅନ୍ତୁ। ଦେଖିବେ ପିଲାଟି ନିଶ୍ଚିନ୍ତ ପାଠ ପଢ଼ାରେ ଉନ୍ନତି କରିବ, ସ୍ମରଣ ଶକ୍ତି ମଧ୍ୟ ତାର ବଢ଼ିବ। ପାଠପଢ଼ା ପିଲାମାନଙ୍କ ପାଇଁ ଏହା ଏକ ଅମୋଘ କବଚ ଅଟେ। ଦେଖୁଥାନ୍ତୁ ମୋର ଏହି ଭିଡ଼ିଓ ଗୁଡ଼ିକୁ। ଦର୍ଶକ ବନ୍ଧୁ, ମହାବିଦ୍ୟା ଏଷ୍ଟ୍ରୋ ଆପଣଙ୍କୁ ଅନେକ ପୁରାତନ ପୋଥିରୁ ଅନେକ କଥା ଏହିପରି କହିବ। ଆପଣମାନେ ଏହାକୁ ଦେଖି ନିଜ କାର୍ଯ୍ୟରେ ଲଗାନ୍ତୁ ଓ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଦେଖୁଥାନ୍ତୁ। ନମସ୍କାର।